ଏହି କାହାଣୀଟି ଗୋଟେ ସତ କାହାଣୀ ଅଟେ, ଯାହାକି ମୁଁ ଆପଣମାନଙ୍କୁ ଆଜି କହିବି କି କେମିତି ପଡ଼ିଶା ଘର ଅପାଙ୍କୁ ତାଙ୍କ ଘରକୁ ଟିଭି ଦେଖିବାକୁ ଯାଇ ତାଙ୍କୁ ପଟେଇଲି। ତାପରେ ତାଙ୍କର ବାଳୁଆ ଗୁମ୍ଫାରେ ମୁଁ ଆଙ୍ଗୁଠି ମାରିକି ତାଙ୍କ ଗୁମ୍ଫାର ବାସ୍ନା ଶୁଙ୍ଘିଲି ଆଉ ତାଙ୍କୁ ମନ ଇଚ୍ଛା ନିର୍ଧୁମ ପେଲିଲି। ଅପାଙ୍କର ନାଁ ହେଉଛି ସନି। ତାଙ୍କର ବାହାଘର ହେଇନି। ଏ ବର୍ଷ ବାହାଘର ତାଙ୍କ ପାଇଁ ଦେଖା ହେଉଛି। ସେ ଆମ ପଡ଼ିଶା ଘରର ହେବେ। ତାଙ୍କ ବୋଉ ମୋର ଜେଜେମା ହେବେ। ମୁଁ ଯେତେବେଳେ ବି ତାଙ୍କ ଘରକୁ ଯାଏ ତାଙ୍କ ବୋଉ ମୋତେ ଗୋମାତରେ କ'ଣ ଖାଇକି ଆସିଛୁ କି କ'ଣ ହେଲେ ଏମିତି ପ୍ରଶ୍ନ କରନ୍ତି। ମୁଁ ଯଦି କ'ଣ ତାଙ୍କୁ କହିବି ସେ ସାଙ୍ଗେ ସାଙ୍ଗେ ସେଥିରେ ଅଭଦ୍ର ଭାଷାରେ ମୋତେ ଗାଳି କରିକି କୁହନ୍ତି। ସନି ଅପା ମୋଠୁ 3 ବର୍ଷ ବଡ଼ ହେବ। ଗୋଟେ ଦିନ ତାଙ୍କ ବୋଉ ମୋତେ ପଚାରିଲେ, କ'ଣ ଖାଇକି ଆସିଛୁ? ମୁଁ କହିଲି, ଆମର ରୋଷେଇ ହେଉଛି, ଆଉ ଟିକେ ଗଲେ ଖାଇବି। ସେ ସେଇଠୁ ମୋତେ ସାଙ୍ଗେ ସାଙ୍ଗେ କହିଲେ, ଆଉ ମୋ ଗୁମ୍ଫାଟାକୁ ଟିକେ ଖାଇଦେବୁ ଆସେ। ତୁମର ରୋଷେଇ ହୋଇନି କହୁଛୁ, ଆସେ। ସେତେବେଳକୁ ତାଙ୍କ ଘରେ ସନି ଅପା ଥିଲେ, ଆଉ ଜଣେ ସ୍ତ୍ରୀଲୋକ ମଧ୍ୟ ଥିଲେ। ସନି ଅପା ହସି ହସି ମୋତେ କହୁଛନ୍ତି, ଯିବୁ କିରେ ଯା, ମୋ ବୋଉ କ'ଣ କହିଲା ଖାଇବୁ। ମୁଁ କହିଲି, ଛି ମୁଁ ଖାଇବିନି। ତାଙ୍କ ପାଖରେ ଆଉ ଜଣେ ଥିଲେ, ସେ ହେଲେ ଜେଜେମା ଲାଗିବେ। ସେ ସେଇଠୁ କହିଲେ, ଆଉ ତାହେଲେ ତାଙ୍କର ନ ଖାଇଲେ ନାହିଁ, ମୋର ଟିକେ ଖାଇଦେବୁ। ମୋତେ ଆହୁରି ଲାଜ ଲାଗିଲା। ସନି ଅପା ଆଉ ତାଙ୍କ ବୋଉ ସମସ୍ତେ ହସୁଥାନ୍ତି ଆଉ ମୋତେ ଏମିତି କହି ଚିଡ଼େଇ ଚାଲିଥାନ୍ତି। ମୁଁ ଟିକେ ଗୋମାତ କରିପାରେନି କାହାକୁ। ମୁଁ ଦେଖିବାକୁ ବହୁତ ଗୋରା ଆଉ ସୁନ୍ଦର, ସେଥିପାଇଁ ମୋତେ ସମସ୍ତେ ବହୁତ ଭଲ ପାଆନ୍ତି। ମୁଁ ଭଲ ପାଠ ପଢ଼େ, ଆମ ସ୍କୁଲରେ ପ୍ରଥମ ହୁଏ, କିନ୍ତୁ ମୋତେ ମଜାରେ ଗୋମାତ କରିକି କଥା ହୋଇ ଆସେନି, କିନ୍ତୁ ମୁଁ ସବୁ କଥା ଜାଣିପାରେ। ସନି ଅପା ମୋତେ ମଜାରେ କୁହନ୍ତି, ଯିବୁ କିରେ ଖାଇବୁ ମୋ ବୋଉର? ମୁଁ କହେ, ନା ଥାଉ, ଦରକାର ନାହିଁ। ସ୍କୁଲରେ ହେଲେ ମୋତେ ଗୋଟେ ଝିଅଟେ ଭଲ ପାଉଛି, ସେ କଥା ସମସ୍ତେ ଜାଣିଛନ୍ତି। ସେ ଝିଅର ନାଁ ବର୍ଷା। ସେଥିପାଇଁ ସେ ମୋତେ ସବୁବେଳେ ସେଇ ଝିଅ ବିଷୟରେ କହିକି ଚିଡ଼ାନ୍ତି। ସେ ଜେଜେ ମୋତେ କୁହନ୍ତି, ସେ ଆମ କାଳିଆ ବାଳୁଆ ଗୁମ୍ଫା କାହିଁକି ଖାଇବ, ବର୍ଷାର ଗୋରି ଗୁମ୍ଫାକୁ ଖାଇବ। ମୁଁ କହେ, ସେଇଟା କ'ଣ ଖାଇବା ଜିନିଷ ଯେ ଖାଲି ସେ କଥା କହୁଛ? ମୁଁ ପୁରା ଚିଡ଼ିଯାଏ। ମୋତେ ସନି ଅପା ସେଦିନ ପଚାରିଲେ, ହଇରେ ତୁ ବର୍ଷାକୁ ବାହା ହେବୁ? ମୁଁ କହିଲି, ମୁଁ ଜାଣିନି। ତାପରେ କହିଲେ, ତୁ ଗୋରାକୁ ସିଏ ଗୋରି, ତୁମ ଦୁଇ ଜଣଙ୍କର ଯୋଡ଼ି ବହୁତ ଭଲ ମାନିବ। ମୁଁ କିନ୍ତୁ ସେ ସମୟରେ ଏସବୁ ଉପରେ ସେତେ ଧ୍ୟାନ ଦିଏନି। ସନି ଅପା ଦେଖିବାକୁ ସ୍ଲିମ୍ ଆଉ ସୁନ୍ଦରୀ। ତାଙ୍କର ଫେସ୍ କଟିଂ ଯିଏ ଦେଖିବ ତାଙ୍କର ବାଳୁଆ ଗୁମ୍ଫାର ସାଇଜ୍ ଅନୁମାନ ଲଗେଇଦେବ। ସେ 10ମ ପଢ଼ିକି ଆଉ ପଢ଼ି ନାହାନ୍ତି। ମୁଁ ସେତେବେଳକୁ 9ମରେ ପଢ଼ୁଥାଏ। ଥରେ ଖରା ଛୁଟିରେ ସନି ଅପା ଘରେ ଅଛନ୍ତି ଆଉ ତାଙ୍କ ବୋଉ ଖଳାକୁ ମୁଗ ବାଡ଼େଇବାକୁ ଯାଇଥିଲେ। ସେ ଘରେ ବସି ଟିଭି ଦେଖୁଥିଲେ। ଗୋଟେ ନାଇଟିରେ ପିନ୍ଧିଥିଲେ। ସାଇଡ଼ରେ ଷ୍ଟାଣ୍ଡ ଫ୍ୟାନ୍ ବୁଲୁଥିଲା ଯେ ସନି ଅପାଙ୍କର ନାଇଟି ଟେକି ହେଇକି ତାଙ୍କ ଜଙ୍ଘ ସାଇଡ଼ରୁ ତାଙ୍କର ପୁରା ଦେଖାଯାଉଥିଲା। ମୁଁ ତାଙ୍କ ଘରକୁ ସେତେବେଳକୁ ଯାଇଛି। ସେ ମୋତେ ବସିବାକୁ ତାଙ୍କ ପାଖରେ କହିଲେ। ମୁଁ ସାଇଡ଼ରେ ଆଉଜି ହୋଇକି କାନ୍ଥ ପାଖରେ ବସିଲି। ସେ ମଝିରେ ମଝିରେ ତାଙ୍କର ଗୋଡ଼କୁ ଏମିତି ମେଲାଉଥାନ୍ତି ଆଉ ହଲାଉଥାନ୍ତି ଆଉ ପବନରେ ଥରେ ଥରେ ତାଙ୍କର ନାଇଟି ଉଡ଼ିଯାଇକି ତାଙ୍କର ବାଳୁଆ ଗୁମ୍ଫା ଟିକେ ଟିକେ ଦେଖାଯାଉଥିଲା। ସେ ସେମିତି ଟିଭି ଦେଖି ଦେଖି ମୋତେ ପଚାରିଲେ, ବର୍ଷା ତୋତେ କ'ଣ ଦେଇଛି ନା ନାହିଁ? ମୁଁ ଲାଜରେ କହିଲି, ନା ଦେଇନି। ମୁଁ ଫାଷ୍ଟ ଜାଣିପାରିଲିନି। ସେ କହିଲେ, ତୁ ତାକୁ ଚୁମା ଦେଇଛୁ ନା ନାହିଁ? ମୁଁ ନାଁ କଲି। ତାପରେ ସନି ଅପା ମୋତେ କହିଲେ, ମୋ ବୋଉ ଯୋଉ ସେଦିନ ତୋତେ କହିଥିଲା ମନେ ଅଛି? ମୁଁ କ'ଣ ବୋଲି ପଚାରିଲି ଯେ ସେ ସେଇଠୁ କହିଲେ ଯୋଉ ଖାଇବା କଥା। ମୁଁ ସେଇଠୁ ଲାଜରେ ହସିଲି। କହିଲେ, ସେଇଠୁ ଦେଖିଛୁ ନା ନାଇଁ କେତେବେଳେ? ମୁଁ କିଛି ଆଉ କହୁନଥିଲି। ଲାଜରେ ସାଇଡ଼ରେ ଗୋଟେ ଡରି ପଡ଼ିଥିଲା, ତାକୁ ମୋଡ଼ି ଚାଲିଲି ଆଉ ମନେ ମନେ ଖାଲି ହସୁଥିଲି। ସେ ମୋତେ ସେଇଠୁ ଟାଣିକି ଟିକେ ପାଖକୁ ନେଇଗଲେ। କହିଲେ, ଆସୁନୁ, କେତେ ଲାଜ କରୁଛୁ? କହିଲେ, ସବୁ ଆଗୁଆ ଜାଣିଥିଲେ ସିନା ବର୍ଷାକୁ ଗଲେ କରିବୁ, ନହେଲେ ସିଏ ତୋତେ ଭୁଲି ଯିବରେ ପୁଅ ଆଉ କାହାକୁ ବାହା ହୋଇଯିବ ଯଦି ଏତେ ଲାଜ କରିବୁ। ମୋତେ ଟିକିଏ ଭୟ ଲାଗିଲା। ମୁଁ ଭାବିଲି, ସତରେ ବର୍ଷା ମୋତେ ଭୁଲିଯିବ ଯଦି ଏତେ ଲାଜ କରିବି। ଏମିତି ଭାବି ଟିକେ ଲାଜ କରିବା ସାଙ୍ଗେ ସାଙ୍ଗେ କମ୍ କରିଦେଲି। ସନି ଅପା ମୋତେ କୁଣ୍ଢେଇ ଧରିକି ମୋ କପଡ଼ାରେ ମୋ କଦଳୀକୁ ମୁଠେଇ ଧରି ପକେଇଲେ। କାହିଁ ଖୋଲିଲୁ ଟିକେ କହିକି ସେ ମୋ ଚେନ୍ ଖୋଲିଲେ। ମୋତେ ଲାଜ ଲାଗୁଥାଏ ଆଉ ମୁଁ ଟାଣି ହେଉଥାଏ। ମୁଁ ନାଇଁ ନାଇଁ କରୁଥାଏ, ତଥାପି ସେ ଜମାରୁ ଶୁଣିଲେନି। ମୋତେ ଗାଳି କଲେ, କହିଲେ, ଏତେ କ'ଣ ଲାଜ କରୁଛୁରେ ପୁଅ? କାଳେ ସେ ଖରାପ ଭାବିବେ ବୋଲି ମୁଁ ଆଉ କିଛି କହିଲିନି। ସନି ଅପା ସେଇଠୁ ତାଙ୍କ ଜଙ୍ଘକୁ ମେଲେଇ ଦେଇକି ମୋତେ ତାଙ୍କର
ଗୁମ୍ଫା ସିଧାରେ କୁଣ୍ଢେଇକି ଧରିକି ରଖିଲେ। ମୋତେ କୁଣ୍ଢେଇକି ଧରିକି ପେଲିଲା ଭଳିଆ କଲେ। ସେତେବେଳକୁ ସେ ମୋ କଦଳୀରେ ହାତ ମାରିକି ମୋ କଦଳୀକୁ ଠିଆ କରିଦେଇଥିଲେ। ତାପରେ ସେ ମୋ ହାତକୁ ନେଇ ତାଙ୍କର ନାଇଟି ଟେକିକି ତାଙ୍କର ବାଳୁଆ ଗୁମ୍ଫାରେ ରଖି ଆଉଁସେଇଲେ। ମୋ ହାତକୁ ଧରିକି ମୋ ଆଙ୍ଗୁଠିକୁ ତାଙ୍କର ଗୁମ୍ଫାରେ ପସେଇଲେ। ଏମିତି 3 ମିନିଟ୍ ହେବ ସେ ମୋ ହାତରେ ତାଙ୍କର ଗୁମ୍ଫାକୁ ସଲସଲ କରି ଚାଲିଲେ। ପୁଣି ସଁ ସଁ ହେଉଥାନ୍ତି। ମୋତେ ସେଇଠୁ ରାଗ ହୋଇକି କହିଲେ, ଏମିତି କରୁନୁ ଟିକେ, ଏତେ କାହିଁକି ଏମିତି ହେଉଛୁ? ମୋତେ ଗାଳି କଲେ ଯେ ମୁଁ ସେଇଠୁ ତାଙ୍କର ଗୁମ୍ଫା ଭିତରେ ଆଙ୍ଗୁଠି ପଶିବାକୁ ଲାଗିଲି। ସେ ମୋ ହାତ ଧରି ଜୋର ଜୋରରେ ଉଫ୍ ଆ ହେଇକି ତାଙ୍କ ଗୁମ୍ଫା କଣାରେ ପଶିବାକୁ ଲାଗିଲେ। ମୋ କଦଳୀ ସେତେବେଳକୁ ପୁରା ଠିଆ ହୋଇଗଲାଣି। ମୁଁ ଟିକେ ସମୟ ପରେ ତାଙ୍କ ଗୁମ୍ଫାରେ ଆଙ୍ଗୁଠି ପଶେଇ ଘାଲି ଚାଲିଲି। ମୋତେ ହସ ଲାଗୁଥାଏ ଆଉ ମଜା ବି ବହୁତ ଲାଗୁଥାଏ। ଅପାଙ୍କର ଏତେ ସୁନ୍ଦର ଆଉ ଛୋଟ ସାଇଜିଆ ଗୁମ୍ଫା ଦେଖିକି ମୁଁ ସମ୍ଭାଳି ପାରୁନଥିଲି। କିନ୍ତୁ ସେ ମୋଠୁ ବଡ଼ ହେବେ ବୋଲି ମୁଁ ଆଗୁଆ କିଛି କରିପାରୁନଥିଲି। ଏମିତି କିଛି ସମୟ ମୁଁ ତାଙ୍କ ଗୁମ୍ଫାରେ ଆଙ୍ଗୁଠି ପଶେଇବା ଭିତରେ ତାଙ୍କ ବୋଉ ଆସିଲେ ଭାରି। ଅପା ସାଙ୍ଗେ ସାଙ୍ଗେ ଧଡ଼ପଡ଼ ହୋଇକି ତାଙ୍କ ଗୁମ୍ଫାରୁ ମୋ ହାତ ବାହାର କରିଦେଲେ। ନାଇଟିକୁ ଠିକ୍ସେ ପିନ୍ଧି ପକେଇଲେ। ଆଉ ତାପରେ ଯାଇ କବାଟ ଖୋଲିଲେ। ମୁଁ ସେମିତି ବସି ଟିଭି ଦେଖୁଥିଲି। ମୁଁ ମୋ ଲାଇଫ୍ର ପ୍ରଥମ ଥର ଗୋଟେ ଝିଅର ବାଳୁଆ ଗୁମ୍ଫାକୁ ଛୁଇଁକି ଆଙ୍ଗୁଠି ମାରିଥିଲି। ତାପରେ ଆଉ ଗୋଟେ ଥର ଅପାଙ୍କୁ ତାଙ୍କ ଗୁହାଳ ଘରେ ତାଙ୍କ ବଳଦକୁ ତୋରାଣି ଦେଇ ସେ ଯାଇଥିଲେ। ଆଉ ମୋତେ ସାଙ୍ଗରେ ଡାକିକି ନେଇଥିଲେ। ସେଇଠି ସେ ମୋର କପଡ଼ା ଖୋଲିକି ସେ ତଳେ ଶୋଇଲେ। ଆଉ ମୋତେ ତାଙ୍କ ଉପରେ କୁଣ୍ଢେଇ ଧରିକି ତାଙ୍କ ବାଳୁଆ ଗୁମ୍ଫାରେ ମୋତେ ପେଲିବାକୁ କହିଲେ। ଆଉ ମୁଁ ସେଦିନ ତାଙ୍କୁ ଆଗ ପଛ ପାଟି ସବୁ ଜାଗାରେ ନିର୍ଧୁମ ପେଲିଥିଲି। ସେଇଦିନଠୁ ଯେତେବେଳେ ବି ମୋତେ ମୌକା ମିଳେ ମୁଁ ଅପାଙ୍କର ବାଳୁଆ ଗୁମ୍ଫାରେ ଆଉ ପଛ ମାଂସାଳିଆ ଅଙ୍ଗରେ ଆଉ ପାଟିରେ ମୋ କଦଳୀ ପୂରେଇକି ନିର୍ଧୁମ ପେଲେ। ଆଶା କରିବି ମୋର ଏଇ ଛୋଟ କାହାଣୀଟି ଆପଣମାନଙ୍କୁ ବହୁତ ଗରମ କରିଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ଚ୍ୟାନେଲ ଓଡ଼ିଆ ଷ୍ଟୋରି ଅଙ୍କିତକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଆସୁଥିବା ଘଣ୍ଟି ବଟନରେ କ୍ଲିକ୍ କରନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମାଗରମ କାହାଣୀରେ। ସେଥିପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।